ସସ୍ପେନ୍ସ ତ ଏଇ ଇଣ୍ଟରଭାଲ ପରେ ଜଣା ପଡିବ ତାଙ୍କ ସେ କହୁଛନ୍ତି ଯେ ତାଙ୍କ ହଜବେଣ୍ଡ ସେ ନୁହେଁ ତାଙ୍କର ମରି ଯାଇଛନ୍ତି ଆଉ କିଏ ବୋଲି ଜଣା ପଡିବ। ଆଉ ଏବେ ଦେଖିଲା ପରେ ଜଣା ପଡିବ। ଗୁନଗୁନ ମ୍ୟାଡାମଙ୍କର ତାଙ୍କର ଯୋଉ ପାର୍ଟ ଟା ମାନେ ଯୋଉ ମାଙ୍କର ପାର୍ଟ ହଉଛନ୍ତି ସେଇଟା ଭଲ ଲାଗିଲା ସେ ଭଲ ଭାବେ ତାକୁ ମାନେ ଆକ୍ଟିଂ କରିପାରିଛନ୍ତି। ପ୍ରଥମ ତ ଓଡିଆ ନବବର୍ଷର ଅଭିନନ୍ଦନ ସମସ୍ତଙ୍କୁ। ଫିଲ୍ମଟି ବହୁତ ଭଲ ଲାଗିଲା କିନ୍ତୁ ଆଗରୁ ଯୋଉ ଟାଇପ ର ହଉଥିଲା କପି କହୁଥିଲେ କିନ୍ତୁ ଏବେ ଧୀରେ ଧୀରେ କେମିତି ସେ ଷ୍ଟୋରିକୁ ଓଡିଶାର ସଂସ୍କୃତି ଆଉ କଳା ସଂସ୍କାର ଉପରେ କରାଯାଉଛି। ଏଇପରି ଆଗକୁ ମୁଭି ତିଆରି କଲେ ପିଲାମାନେ ଲୋକମାନେ ଓଡିଆ ଲୋକମାନେ ଆସିକି ଆଟଲିଷ୍ଟ ଦେଖିପାରିବେ। ଫ୍ୟାମିଲି ପୁରା ଫ୍ୟାମିଲି ପିକଚର ତା ଦେହରେ କିଛି ସେମିତି ନାହିଁ ମାନେ ଷ୍ଟୋରି ଅଛି ଆଉ ଓଡିଶାର ସଂସ୍କୃତି ଉପରେ ଏହା କରାଯାଇଛି। ଇଣ୍ଟରଭାଲ ପରେ ଲାଗୁଛି କିଛି ଇଣ୍ଟରେଷ୍ଟିଂ ସସ୍ପେନ୍ସ ରହିଯାଇଛି ଯେମିତି ଆଉ ଟିକେ ଅଧିକ ଭଲ ଲାଗିବ। ତା ଦେହରେ ଯୋଉ ଯେମିତି ପୋଲିସ ଟି କହିଲେ ତାଙ୍କର 40 କିଲୋମିଟର ଦୂରରେ ତାଙ୍କର ଫାଣ୍ଡି ଅଛି। ସେ କହୁଛନ୍ତି ଯେ ଆମେ ଏଇ ଅଞ୍ଚଳରେ କିଏ ନାରୀକୁ ମାନେ ଅସାଧାରଣ ନ କରିପାରିବେ ସେଇ ଉପରେ କରାଯାଇଛି। ହଁ ଏଇଟା ସଜେସନ ଏଇଟା ତ ଏଇ ଷ୍ଟୋରି ଏବେ ତ ଇଣ୍ଟରଭାଲ ହେଇଛି ୟା ପରେ ଜାଣିପାରିବା ଷ୍ଟୋରି କଣ ହେଇଛି ତାର ମାନେ ଗୁରୁତ୍ୱଟା କଣ କେମିତି ଅଛି ଜାଣିପାରିବା ଆଉ।